नमस्कार दर्शक बंधु शुभ संध्या आमे नहीं आसु देश विदेश राज्यर 20टी गुरुत्वपूर्ण खबर खबरटी भल लगे वीडियो को लाइक करने सहित चैनल नुआ सब्सक्राइब करी आपण जिलार ना लिखिदेवे जहाँफल प्रत्येक दिन आपण जिलार खबर किसी ना कि अपडेट पाइपर तेज कौन रही आज संध्यार खबर चलता नजर पकाइबा। प्रथम खबर प्रदूषण नियंत्रण सर्टिफिकेट पाइबा पूर्व चालना बा जोरिमाना पैठ करने आदम बाध्यतामूलक नुहे अर्थात जोरिमाना बाकी थिबा हाଳରେ केही प्रदूषण सर्टिफिकेट देबाक मना करि परिबे नाही। गाड़ी ऊपर कोनोसी प्रकार जोरिमाना चालान कटिथिले भी प्रदूषण सर्टिफिकेट बाहरिबार कोनोसी समस्या हेबो नाही। जदिओ राज्य परिवहन विभाग पक्षरु ए संक्रांत रे कोनोसी प्रकार विधिवत विज्ञप्ति जारी करा जायनि यह भितरिया आदेश जारी करा जायछि। ଏହି ଆଦେଶ ଫଳରେ ଏବେ ଚାଲାଣ ପଇଠ କରିନଥିଲେ ମଧ୍ୟ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରୁ ସାର୍ଟିଫିକେଟ ମିଳିଯାଉଛି। ସାଧାରଣ ଲୋକଙ୍କ ତୀବ୍ର ଅସନ୍ତୋଷ ଆଗରେ ଶେଷରେ ପରିବହନ ବିଭାଗର ନରମ ପଡିଥିବା ଭିତରିଆ କଥା ଜଣାପଡିଛି। ଏବେ ଯେତେ ଆପଣଙ୍କ ଗାଡିରେ ଫାଇନ ଥାଉ କି ନାହିଁ ଆପଣ ମାନେ ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ ବାହାରି କରିପାରିବେ। ଯେଉଁ ଚାଲାଣ ଗୁଡିକ କୋର୍ଟରେ ଚାଲିଥିଲା ପରିବହନ ବିଭାଗ ପକ୍ଷରୁ ମୁଣ୍ଡ ବିନ୍ଧା କାରଣ ହୋଇଥିଲା। ଆଗ ପଛ ଚିନ୍ତା ନ କରି ଏଭଳି ନିୟମକୁ ଲଦି ଦେଇଥିବା ପରିବହନ ବିଭାଗ ନିଜର କିଛି ନିଷ୍ପତ୍ତିରୁ ଓହରିବା ଆରମ୍ଭ କରିଛି। ତେବେ ଯାହା ହେଉନା କାହିଁକି ଏପ୍ରିଲ 1 ତାରିଖ ପୂର୍ବରୁ ଆପଣ ପ୍ରଦୂଷଣ ସାର୍ଟିଫିକେଟ ବାହାରି କରିଦିଅନ୍ତୁ, ନହେଲେ 10,000 ଟଙ୍କା ଫାଇନ ପଡିବ। ପରବର୍ତ୍ତୀ ଖବର ଏପ୍ରିଲ 16ରୁ ହେବ ଜନଗଣନା। ଏପ୍ରିଲ 16ରୁ 15 ମେ ପର୍ଯ୍ୟନ୍ତ ଚାଲିବ ଜନଗଣନା। 30 ଦିନ ଧରି ପ୍ରଥମ ପର୍ଯ୍ୟାୟରେ ଘର ଗଣନା କରାଯିବ। ଏନେକି ଜନଗଣନା ନେଇ ରାଜସ୍ୱ ବିପର୍ଯ୍ୟୟ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଘର ଆସବାବପତ୍ର ଏବଂ ଗଣନା ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଘର ଘର ହେବ ଗଣନା। ଏନେକି ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ। ଏହା ପୂର୍ବରୁ ସବୁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ଉନ୍ନୟନ କମିଶନର। ତେବେ ଏନେକି ଲୋକସେବା ଭବନରେ ଉନ୍ନୟନ କମିଶନର ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ତାରିଖ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଜନଗଣନା ପାଇଁ 6 ମାସ ଧରି ପ୍ରସ୍ତୁତି ଚାଲିଥିଲା। ଭୁବନେଶ୍ୱର କଟକରେ ପ୍ରି ଟେଷ୍ଟ ହୋଇଛି। ଆସନ୍ତା 3 ମାସ ଧରି ଜନଗଣନା ଅଧିକାରୀଙ୍କୁ ଦିଆଯିବ ଟ୍ରେନିଂ। 200 ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବାକୁ ଥିବା ବେଳେ 6 ଜଣ ଅଧିକାରୀ ପାଇଁ ସୁପରଭାଇଜର ନିଯୁକ୍ତି ହେବେ। ପ୍ରାୟ ଲକ୍ଷ ଜନଗଣନା ଅଧିକାରୀ ନିଯୁକ୍ତ ସୃଷ୍ଟି କରାଯିବ। ଜଣେ ଜନଗଣନା ଅଧିକାରୀଙ୍କୁ 25,000 ଟଙ୍କା ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଏପ୍ରିଲ 16ରୁ 15 ଭିତରେ ପ୍ରଥମ ଫେଜରେ ଘର ମାର୍କ ହେବ। 2027 ଫେବୃଆରୀ ଦ୍ୱିତୀୟ ପର୍ଯ୍ୟାୟରେ ଜନଗଣନା ହେବ ବୋଲି ସୂଚନା ମିଳୁଛି। ପରବର୍ତ୍ତୀ ଖବର ଜେଲ ଭିତରକୁ ଫିଙ୍ଗିଲେ ଡିଟେକ୍ଟ ହେବ ଜିନିଷ। ନିଶା ଦ୍ରବ୍ୟ ବା କୌଣସି ସନ୍ଦେହ ପଦାର୍ଥ ଫିଙ୍ଗିଲେ ହେବ ଡିଟେକ୍ଟ। ରାଜ୍ୟରେ ପ୍ରଥମ ଥର ପାଇଁ ଜେଲରେ ଲାଗିଲା ଏଆଇ କ୍ୟାମେରା। ଜେଲରେ ସଫଳ ହେଲା ପରୀକ୍ଷଣ। ପ୍ରଥମ ପର୍ଯ୍ୟାୟରେ 18ଟି ଜେଲ ଲଗାଇବା ପାଇଁ ଯୋଜନା ହୋଇଛି। ପ୍ରତି ଜେଲରେ 16ଟି ଲେଖାଏଁ ଲଗାଇବା ପାଇଁ ଯୋଜନା ରହିଛି। ପ୍ରଥମ ପର୍ଯ୍ୟାୟରେ ସଫଳ ପରୀକ୍ଷଣ ହୋଇଛି। କୌଣସି ଜିନିଷ ଜେଲ ଭିତରକୁ ଗଲେ ବା ଫିଙ୍ଗିଲେ ସବୁକିଛି ଏଆଇ ଡିଟେକ୍ଟ କରିବ। ଆଲାର୍ମ ସାଇରନ ମଧ୍ୟ ବାଜିବ। ଯେଉଁଠି 32ଟି ଲେଖାଏଁ କ୍ୟାମେରା ଲାଗିବ, ବିଶେଷ କରି ଝାରପଡା, ଚୌଦ୍ୱାର, ସମ୍ବଲପୁର, ବ୍ରହ୍ମପୁରରେ 32ଟି ଲେଖାଏଁ ଏଆଇ କ୍ୟାମେରା ଲାଗିବ ବୋଲି କୁହାଯାଉଛି। ବାକି 17ଟି ଜେଲ ଲଗାଇବା ପାଇଁ କି 18ଟି କ୍ୟାମେରା ଲାଗିବ ବୋଲି କୁହାଯାଉଛି। ଯାହାକୁ କ୍ରସ କଲେ ମୁଭମେଣ୍ଟ ମଧ୍ୟ ବଜର ବାଜିବ। ଯଦି କୌଣସି ଲୋକ ଏପଟ ସେପଟ କରୁଛି, ମାଡଗୋଳ କରୁଛି, ସବୁକିଛି ମଧ୍ୟ ବଜର ବାଜିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ଅନଲାଇନ ବ୍ଲାକମେଲ ଗ୍ୟାଙ୍ଗର 5 ଗିରଫ, 14 ଲକ୍ଷ ଟଙ୍କା ମଧ୍ୟ ଜବତ। ବିଶେଷ କରି କଟକ ସାଇବର ଥାନା ପୋଲିସକୁ ମିଳିଲା ବଡ ସଫଳତା। ପୋଲିସ ହାତରେ ଧରା ପଡିଲା ଅନଲାଇନ ବ୍ଲାକମେଲର ଗ୍ୟାଙ୍ଗ। ଯାଜପୁର ଅଞ୍ଚଳର 5 ଜଣଙ୍କୁ ଗିରଫ କରିବା ସହିତ 14 ଲକ୍ଷ ଟଙ୍କା ଜବତ ହୋଇଛି। ସୋସିଆଲ ମିଡିଆରେ ପ୍ରେମ ଜାଲରେ ଫସାଇ ନ୍ୟୁଡ କଲ କରି ଲୋକଙ୍କୁ ବ୍ଲାକମେଲ କରୁଥିଲେ। ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଲୁଟୁଥିଲେ ବୋଲି ଜଣା ପଡିଛି। ତାପରେ ଏବେ ଗିରଫ ହୋଇଛନ୍ତି 5 ଜଣ। ଯଦି ଆପଣଙ୍କୁ ଏଇ ଟାଇପର କଲ ଆସୁଛି କି ଆଦମ ଭୟ କରନ୍ତୁ ନାହିଁ, ତୁରନ୍ତ ପୋଲିସ ଷ୍ଟେସନରେ ଜଣାନ୍ତୁ, ନହେଲେ ସାଇବର ହେଲ୍ପଲାଇନ ନମ୍ବରକୁ କଲ କରନ୍ତୁ। ସାଇବର ହେଲ୍ପଲାଇନ ନମ୍ବର ହେଲା 1930। ତେଣୁ ନ ଡରି ଆପଣ ପୋଲିସକୁ ଜଣାନ୍ତୁ ବୋଲି ପୋଲିସ ସୂଚନା ମଧ୍ୟ ଦେଇଛି। ପରବର୍ତ୍ତୀ ଖବର ଏକ ଚାଞ୍ଚଲ୍ୟ ଖବର ସମ୍ପତ୍ତି ପାଇଁ ମୃତଦେହକୁ ଅସମ୍ମାନ। 24 ଘଣ୍ଟା ପରେ ଉଠିଲା ମର ଶରୀର। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବିଶେଷ କରି ସମ୍ପତ୍ତି ପାଇଁ ଲାଗି ରହିଥିବା କଳହ ଯୋଗୁଁ ଶବକୁ କେହି କାନ୍ଧ ଦେବା ପାଇଁ ନାରାଜ ହୋଇଥିଲେ। ତେବେ କୁହାଯାଉଛି ଫୁଲଙ୍କ ପୁତୁରା ବା ପିଉସୀଙ୍କ ପୁଅ ଭାଇଙ୍କ ମଧ୍ୟରେ ଉତ୍ତରାଧିକାରୀ ନେଇ ବିବାଦ ଲାଗିଥିଲା। ତେବେ ଫୁଲ ନିଜ ଘରେ ନିଜ ପିଉସୀ ପୁଅଙ୍କୁ ରଖିଥିବା ବେଳେ ପୁତୁରା ଏହାକୁ ବିରୋଧ କରି ଆସୁଥିଲା।
ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଖବର ପ୍ରସାରିତ ପରେ ହସ୍ତକ୍ଷେପ ହୋଇଥିଲା ବାଲୁଗାଁ ପୁଲିସ। ତେବେ କୁହାଯାଉଛି ଏହି ଘଟଣା ସମାଧାନ ପୁତୁରାକୁ ମଧ୍ୟ ଶବ ହସ୍ତାନ୍ତର କରାଯାଇଥିଲା। ତେବେ ସମ୍ପତ୍ତି ପାଇଁ ଶେଷରେ ସପ ସହିତ ଏମିତି ବ୍ୟବହାର କରିବା ପ୍ରଥମ ଘଟିଛି। ପରବର୍ତ୍ତୀ ଖବର, ଲିଜ୍ ନେଇ ସରକାରୀ ଜମିର ଦୁରୁପଯୋଗ କରିଥିଲେ ହେବ କାର୍ଯ୍ୟାନୁଷ୍ଠାନ। ସରକାରୀ ଜମି ହୋଇପାରିବ ନାହିଁ ଦୁରୁପଯୋଗ। ଲିଜ୍ ନେଇ ଜମିର ଦୁରୁପଯୋଗ କରିଥିଲେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜମିର ସଠିକ ପରିଚାଳନା ଆଗାମୀ 100 ବର୍ଷକୁ ଆଖି ଆଗରେ ରଖି ସରକାରୀ ଜମିକୁ ସୁରକ୍ଷା ଦେବାକୁ 2ଟି ଆଇନରେ ସଂଶୋଧନ ହେବ। ଏହାପରେ ନୂତନ ସରକାର ବା ନୂଆ ନିୟମ ଆଣିବେ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି। ଜବରଦଖଲ ଉଚ୍ଛେଦ ଆଇନ କଡାକଡି କରାଯିବ। ଲିଜ୍ ନେଇ ସରକାରୀ ଜମିର ଦୁରୁପଯୋଗ କରିଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ନୂଆ ଆଇନରେ କାର୍ଯ୍ୟାନୁଷ୍ଠାନକୁ ଶାଣିତ ବ୍ୟବସ୍ଥାକୁ ସରଳ କରାଯିବ। ଗୋଟିଏ ଇଞ୍ଚ ବି ସରକାରୀ ଜମିରେ ଦୁରୁପଯୋଗ ହେବ ନାହିଁ। ସବୁ ଜମି ଲୋକଙ୍କ କାମରେ ଲାଗିବା ପ୍ରାଥମିକତା ବୋଲି ସୁରେଶ ପୂଜାରୀ କହିଛନ୍ତି। ସେପଟେ ତ୍ରୁଟି ବିଚ୍ୟୁତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଡ୍ରାଫ୍ଟ ପୋଲିସ ରାଜସ୍ୱ ବିଭାଗ ୱେବସାଇଟରେ ଉପଲବ୍ଧ ହେବ। କୌଣସି ଲୋକ ସରକାରୀ ଜମି ବ୍ୟବହାର କରିପାରିବ ନାହିଁ। ପରବର୍ତ୍ତୀ ଖବର, ବିଶେଷ କରି କୁହାଯାଉଛି ସବୁଠୁ ବଡ ମାର୍କେଟ 1 ନମ୍ବର ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ। 40ରୁ ଅଧିକ ଦୋକାନ ପଡି ପାଉଁଶ ହୋଇଯାଇଛି। ତେବେ ପ୍ଲାଷ୍ଟିକ ଅନ୍ୟାନ୍ୟ ଜ୍ୱଳନଶୀଳ ଜିନିଷ ଥିବାରୁ ଅଧିକ ନିଆଁ ବ୍ୟାପିଥିଲା। ତେବେ ବିଶେଷ କରି କୁହାଯାଉଛି 2ଟି ଗ୍ୟାସ ସିଲିଣ୍ଡର ମଧ୍ୟ ବିସ୍ଫୋରଣ ହୋଇଛି। ତେଣୁ ବାରମ୍ବାର 1 ନମ୍ବର ମାର୍କେଟରେ ଏପରି ବିପଦ ସୃଷ୍ଟି ହୋଇଛି। ସବୁଠାରୁ ବଡ କଥା ହେଉଛି ପ୍ରାୟତଃ ବଜାରରେ ନିଆଁ ଲାଗିଥିବା ବେଳେ କୌଣସି ପ୍ରକାର କାହାର କ୍ଷୟକ୍ଷତି ହୋଇନି, କିନ୍ତୁ ଦୋକାନ ସବୁ ପୋଡି ଜଳି ଜିନିଷପତ୍ର ଛାରଖାର ହୋଇଯାଇଛି। ଯାହାଫଳରେ ଯେଉଁଠି ବୁଢିଆଣୀ ଜାଲ ଭଳି ଛନ୍ଦି ହୋଇ ରହିଛି ପଲିଥିନରେ ବ୍ୟାପକ ଦୋକାନ। ତେବେ ଗୋଟିଏ ପରେ ଗୋଟିଏ ନିଆଁ ଲାଗି ପାଖାପାଖି 40ଟି ଦୋକାନ ପୋଡି ଚୋଡି ପାଉଁଶ ମଧ୍ୟ ହୋଇଯାଇଛି। ଏନେଇକି ମଧ୍ୟ ବ୍ୟବସାୟୀ କହିଛନ୍ତି ଖୁବ୍ ଜଲ୍ଦି ଏହାର ତଦନ୍ତ ହେବ ଆଉ ନୂତନ ବ୍ୟବସ୍ଥା ମଧ୍ୟ ଆସିବ। ସେପଟେ ପ୍ରଭାତୀ ପରିଡ଼ା ମଧ୍ୟ କହିଛନ୍ତି କିଛି ଦୋକାନ ମାନୁନାହାନ୍ତି, ବାରମ୍ବାର ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି। ପ୍ଲାଷ୍ଟିକକୁ ନେଇକି ପୁଣି ଆଉ ଥରେ ତଦନ୍ତ ହେବ। କୌଣସି ଲୋକ ଆଉ ପ୍ଲାଷ୍ଟିକ ବ୍ୟବହାର କରିପାରିବ ନାହିଁ। ପ୍ଲାଷ୍ଟିକ ପଲିଥିନଠୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷ ବନ୍ଦ ହେବ। ପରବର୍ତ୍ତୀ ଖବର ରହୁଛି ଆପଣଙ୍କୁ ମିଳିବ 30,000, 40,000, 50,000। ଜାନୁଆରୀ 25ରେ ପାଟାଥନ ତୃତୀୟ ସଂସ୍କରଣ ବା ମହିଳାମାନେ ଶାଢୀ ପିନ୍ଧି ଦୌଡ଼ିବେ। ପାଟାଥନ ଆୟୋଜନ କରାଯାଉଛି। ଏଥିରେ 25,000 ମହିଳା ଶାଢୀ ପିନ୍ଧି ଗଣ ଦୌଡ଼ରେ ଅଂଶଗ୍ରହଣ କରିଥାନ୍ତି। ଏ ବର୍ଷ ମଧ୍ୟ ପାଟାଥନର ତୃତୀୟ ସଂସ୍କରଣ ଆୟୋଜିତ ହେବ। ଯାହାଫଳରେ 25 ତାରିଖରେ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ କିସ୍ର ମହିଳା କର୍ମଚାରୀ ମାନେ ଓଡିଶାରୁ ହଜାର ହଜାର ମହିଳା ଦୌଡ଼ିଥାନ୍ତି। ପୂର୍ବ ଥର ମଧ୍ୟ ଚଳିତ ବର୍ଷ ମଧ୍ୟ ଶ୍ରେଷ୍ଠ ପ୍ରତିଯୋଗିତା ପାଇଁ 50,000, 40,000, 30,000 ପୁରସ୍କାର ରହିଛି। 7 ଜଣ ରନର୍ସ ଅପକୁ 10,000 ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ। ଏହା ସହିତ ବିଜେତା ମାନଙ୍କୁ ପାଟ ଶାଢୀ ମଧ୍ୟ ପ୍ରଦାନ କରାଯିବ ବୋଲି ସୂଚନା ମିଳୁଛି। ଆଜି ପଞ୍ଜୀକରଣ ଶେଷ ତାରିଖ ରହିଛି। ପରବର୍ତ୍ତୀ ଖବର, ଘନ କୁହୁଡି ଯୋଗୁଁ ଉତ୍ତରପ୍ରଦେଶରେ ଏଭଳି ଘଟଣା। ପାଖାପାଖି ପଛକୁ ପଛ 12ରୁ ଅଧିକ ଗାଡି ପରସ୍ପରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଅନେକ ଲୋକ ଆହତ ହୋଇଛନ୍ତି। ଅନେକ ଲୋକ ହସ୍ପିଟାଲରେ ଭର୍ତ୍ତି ମଧ୍ୟ ହୋଇଛନ୍ତି। ଆଜି ସକାଳେ ଘନ କୁହୁଡି ଯୋଗୁଁ ଦିଲ୍ଲୀ ଅକ୍ଷରଧାମ ଆକ୍ସେସ କଣ୍ଟ୍ରୋଲ ପାଖରେ ଗାଡି ପଛକୁ ପଛ ଧକ୍କା ହୋଇଥିଲା। ପାଖାପାଖି 12ରୁ 20ଟି ଗାଡି ପଛକୁ ପଛ ଧକ୍କା ହେବା ଫଳରେ ଲୋକମାନେ ଅଧିକ ଗୁରୁତର ମଧ୍ୟ ହୋଇଛନ୍ତି। ତେଣୁ କୁହାଯାଉଛି ସକାଳ ଭିଜିବିଲିଟି କମ ଥିଲା, ତେଣୁ ଗାଡି ଚାଳକ ମାନେ ବ୍ରେକ୍ ଦେଖି ନପାରି ବ୍ରେକ୍ ଲଗାଇ ନଥିଲେ, ଯାହାଫଳରେ ପଛକୁ ପଛ ଗାଡି ମଧ୍ୟ ଧକ୍କା ହୋଇଥିଲା। ପରବର୍ତ୍ତୀ ଖବର, ରାଜସ୍ଥାନରେ ଏଭଳି ଏକ ଘଟଣା ଘଟିଛି। ସ୍କୁଲରେ ଅତ୍ୟନ୍ତ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଦ୍ରୁତ ଭାଇରାଲ ହେଉଛି ଏହି ଭିଡିଓଟି। ସମସ୍ତ ସ୍କୁଲ ଛାତ୍ରଛାତ୍ରୀ ଶିକ୍ଷକ ମାନେ ଲଣ୍ଡା ହୋଇଥିବା ଦେଖିବାକୁ ମିଳୁଛି। ସ୍କୁଲର ଏକ ଛାତ୍ରୀ କ୍ୟାନ୍ସରରେ ପୀଡିତ ଥିଲେ। କ୍ୟାନ୍ସର ଚିକିତ୍ସା କେମୋଥେରାପି ପରେ ଛାତ୍ରୀ କେଶ ଝଡି ଯାଇଥିଲା। ସେ ଲଣ୍ଡା ହୋଇଯାଇଥିଲେ, ଯେଉଁଥିପାଇଁ ମାନସିକ ଭାବେ ଖୁବ୍ ଭାଙ୍ଗି ପଡୁଥିଲେ, ଡିପ୍ରେସନରେ ରହୁଥିଲେ। ଏଭଳି ପରିସ୍ଥିତିରେ ଛାତ୍ରୀକୁ ଏକାକୀ ମନ ନ ଆସିବାରୁ କିଛି ଛାତ୍ରଛାତ୍ରୀ ମାନେ ମଧ୍ୟ ଶିକ୍ଷକ ଲଣ୍ଡା ହୋଇଥିଲେ। ଭିଡିଓରେ ଏମିତି ସମସ୍ତେ ଦେଖାଯାଉଛନ୍ତି। ଭିଡିଓରେ ଏକ ସାମାଜିକ ସମ୍ବେଦନଶୀଳ ମାନବିକତାର ଅନ୍ୟାନ୍ୟ ଉଦାହରଣ ବୋଲି ଲୋକଙ୍କ ମନକୁ ମଧ୍ୟ ଛୁଇଁଛି। ବିଶେଷ କରି ଯେଉଁ ପିଲାଟି ନଣ୍ଡା ହୋଇଛି
ଅନ୍ୟ ଛାତ୍ରଛାତ୍ରୀ ମାନେ ତାଙ୍କୁ ଦେଖି ଲଣ୍ଡା ହୋଇ ପଡିଛନ୍ତି, ଯାହାଫଳରେ ପିଲାର ଏବେ ସାହସ ବଢୁଛି ଆଉ ବହୁତ ଖୁସି ମଧ୍ୟ ହେଉଛି, ମନୋବଳ ମଧ୍ୟ ବଢାଉଛନ୍ତି ଛାତ୍ରଛାତ୍ରୀ। ପରବର୍ତ୍ତୀ ଖବର ହଉଛି ଏବେ ହିନ୍ଦୁ ଧର୍ମ ଓ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଗ୍ରହଣକୁ ଅଶୁଭ ବିବେଚନା କରାଯାଏ। ଏହି ସମୟରେ ଅନେକ କାର୍ଯ୍ୟକଳାପ ନିଷେଧ ବୋଲି କୁହାଯାଏ। ବିଶେଷ କରି ପିଲା, ବୃଦ୍ଧ, ଗର୍ଭବତୀ ମହିଳା ମାନଙ୍କୁ ଗ୍ରହଣ ସମୟରେ ସତର୍କତା ଅବଲମ୍ବନ କରିବାକୁ କରାଯାଏ। ବର୍ଷର ପ୍ରଥମ ସୂର୍ଯ୍ୟ କିରଣ ଫେବୃଆରୀ 17, 2026 ମଙ୍ଗଳବାର ଦିନ ପଡିବ। କ୍ୟାଲେଣ୍ଡର ଅନୁସାରେ ତାରିଖ ହେଉଛି ଫାଲ୍ଗୁନ ଅମାବାସ୍ୟା। ସୂର୍ଯ୍ୟ ଗ୍ରହଣ 5ଟା 26ରେ ଆରମ୍ଭ ହୋଇ ସନ୍ଧ୍ୟା 7ଟା 57ରେ ଶେଷ ହେବ। ତେବେ ବଲାଙ୍ଗୀରରେ ହେବ ସୂର୍ଯ୍ୟ ଗ୍ରହଣ ପାଖାପାଖି 2 ମିନିଟ୍ 20 ସେକେଣ୍ଡ ବୋଲି କୁହାଯାଉଛି। ଅଗ୍ନିବଳ ଦୃଶ୍ୟମାନ ହେବ। ଏଥିରେ ପିଲା, ବୃଦ୍ଧ, ଗର୍ଭବତୀ ମହିଳାମାନେ ସୂର୍ଯ୍ୟ ଗ୍ରହଣ ପ୍ରତି ବିଶେଷ ଭାବରେ ଦୁର୍ବଳ, ତେଣୁ ସେମାନଙ୍କୁ ଗ୍ରହଣ ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ପଡିବ। ବିଶେଷ କରି ଗର୍ଭବତୀ ମହିଳାମାନେ ଘରୁ ବାହାରିବା, ଯିବା, ସିଲେଇ କରିବା, ରୋଷେଇ, ଅନ୍ୟାନ୍ୟ କାର୍ଯ୍ୟ କରିବା ନିଷେଧ। ତେଣୁ କୌଣସି କଟକଣା ଆପଣଙ୍କୁ ମାନିବାକୁ ପଡିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, ରେଲୱେରେ ବଡ ପରିବର୍ତ୍ତନ, ଟିକେଟ କ୍ୟାନସଲ କଲେ ମିଳିବନି ଟଙ୍କା। ତେବେ ନୂଆ ବର୍ଷରେ ଭାରତୀୟ ରେଳବାଇ ବଡ ଘୋଷଣା କରିଛି। ଟିକେଟ କ୍ୟାନସଲକୁ ନେଇ ଗୁରୁତ୍ୱପୂର୍ଣ୍ଣ ଅପଡେଟ ଜାରି କରିଛି। 16 ଜାନୁଆରୀ ଜାରି ହୋଇଥିବା ଏକ ସର୍କୁଲାର ମାଧ୍ୟମରେ ଟିକେଟ ରଦ୍ଦ କଲେ କେତେ ଟଙ୍କା କଟିବ ସେ ନେଇ ବଡ ସଂଶୋଧନ କରାଯାଇଛି। ଏହି ନିୟମ ଅନୁଯାୟୀ ଭାରତ ସ୍ଲିପର, ବନ୍ଦେ ଭାରତ ସ୍ଲିପର, ଅମୃତ ଭାରତ ଏକ୍ସପ୍ରେସ ମଧ୍ୟରେ ଲାଗୁ ହେବ। ଏହି ନିୟମ ନାମ ରଖାଯାଇଛି ରେଳ ଯାତ୍ରୀ ଟିକେଟ ରଦ୍ଦ ବା ଭଡା ପ୍ରତି ଦେୟ ସଂଶୋଧନ 2026। ଟ୍ରେନର ନିର୍ଦ୍ଧାରିତ ଯାତ୍ରା ସମୟ ଠାରୁ 72 ଘଣ୍ଟା ପୂର୍ବରୁ ଟିକେଟ କ୍ୟାନସଲ କଲେ 25% ରାଶି କ୍ୟାନସଲେସନ ଚାର୍ଜ ଭାବେ କଟାଯିବ। ଯାତ୍ରା ସମୟରେ 72 ଘଣ୍ଟାରୁ 8 ଘଣ୍ଟା ମଧ୍ୟରେ ଟିକେଟ କ୍ୟାନସଲ କଲେ 50% ରାଶି କଟାଯିବ। ଯାତ୍ରା କରିବାର 8 ଘଣ୍ଟାରୁ କମ ସମୟ ଭିତରେ ଟିକେଟ କ୍ୟାନସଲ କଲେ କୌଣସି ରିଫଣ୍ଡ ମିଳିବ ନାହିଁ ବୋଲି କୁହାଯାଉଛି। ବନ୍ଦେ ଭାରତ ସ୍ଲିପର ଏକ୍ସପ୍ରେସରେ ଯଦି 8 ଘଣ୍ଟା ପୂର୍ବରୁ ଟିକେଟ କ୍ୟାନସଲ କରାଯାଏ, ତେବେ ଏବେ ଆପଣଙ୍କୁ ଟଙ୍କା ରିଫଣ୍ଡ ମିଳିବ ନାହିଁ ବୋଲି ସୂଚନା ମିଳୁଛି। ପରବର୍ତ୍ତୀ ଖବର, ବିଶେଷ କରି କୁହାଯାଉଛି ଏଥର ଆପଣମାନେ ଇ-KYC କରିଦିଅନ୍ତୁ। ଏଲପିଜି ଗ୍ୟାସ କନେକ୍ସନକୁ ଆଧାର ଲିଙ୍କ କରିବା ପାଇଁ ଏବେ ସବସିଡି ବା ଅନ୍ୟାନ୍ୟ ସରକାରୀ ସୁବିଧା ପାଇବା ପାଇଁ ଆପଣଙ୍କୁ ଇ-KYC କରିବା ନିହାତି ଦରକାର। ଭୁଲ ବା ଡୁପ୍ଲିକେଟ ଦାବିକୁ ରୋକିବା, ଯଦି ଏପର୍ଯ୍ୟନ୍ତ ଆଧାର ଏଲପିଜି କନେକ୍ସନ ଲିଙ୍କ କରିନାହାନ୍ତି ତେବେ ତୁରନ୍ତ କରାଇ ନିଅନ୍ତୁ। ସବସିଡି ପାଇବାରେ ମଧ୍ୟ ନହେଲେ ସମସ୍ୟା ହୋଇପାରେ। ଏଲପିଜି କନେକ୍ସନକୁ ଆଧାର ଯୋଡ଼ିବା ସହିତ ଫର୍ମ 1 ଫର୍ମ 2 ପୂରଣ କରି ଏଲପିଜି ଡିଷ୍ଟ୍ରିବ୍ୟୁଟର ମାନଙ୍କ ନିକଟରେ ଜମା କରନ୍ତୁ। ଫର୍ମ 1 ହେଉଛି ଏଲପିଜି ଉପଭୋକ୍ତାଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଆଧାର ଲିଙ୍କକୁ, ଫର୍ମ 2 ହେଉଛି ଏଲପିଜି ଆଧାର ଲିଙ୍କ ଫର୍ମ। ତେବେ ଏହି ଫର୍ମ ଗୁଡିକ ଅନଲାଇନରେ ଡାଉନଲୋଡ କରି ଏଲପିଜି ଡିଷ୍ଟ୍ରିବ୍ୟୁଟର ଅଫିସରେ ନେଇପାରିବେ। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ ନୁହେଁ, କେବଳ ଫର୍ମ ଡାଉନଲୋଡ କରି ପରେ ଜମା କରିବାକୁ ହୁଏ। ତେଣୁ ନିଜର ଆଧାର କାର୍ଡ ଆପଣ ମାନେ ନେଇକି ଥରେ ଇ-KYC କରିଦିଅନ୍ତୁ, ଯାହାଫଳରେ ଭେରିଫିକେସନ ହେବା ପରେ ଏଲପିଜି କନେକ୍ସନ ସହିତ ଲିଙ୍କ ହୋଇଯିବ। ଆପଣ ମାନେ ପ୍ରତ୍ୟେକ ମାସ ଭଳି ଏଲପିଜି କନେକ୍ସନ ଗ୍ୟାସ ପାଇପାରିବେ। ତା ସହିତ ଆପଣ ମାନେ ମଧ୍ୟ ସବୁ କିଛି ସବସିଡି ମଧ୍ୟ ପାଇପାରିବେ। ପରବର୍ତ୍ତୀ ଖବର ହଉଛି ବେଆଇନ ଗୋରୁ ଚାଲାଣ ବେଳେ ମୟୂରଭଞ୍ଜର ଝାର ପୋଖରିଆରେ ପୋଲିସ ଅଟକ ରଖିଥିବା ଶତାଧିକ ଗୋରୁକୁ ଗୋଶାଳାକୁ ପଠାଇଛି। ସବୁଠାରୁ ବଡ କଥା ହଉଛି ଯେ ଗୋରୁ ମାନଙ୍କୁ ନେଇ ଯାଉଥିବା 11 ଶ୍ରମିକଙ୍କୁ କୋର୍ଟ ଚାଲାଣ କରାଯାଇଛି। ସାର କଷଣା ବା ସାପ୍ତାହିକ ଗୋରୁ ହାଟରୁ ଗୋରୁ ମାଫିଆ ମାନେ 300ରୁ ଅଧିକ ଗୋରୁକୁ କିଣିଥିଲେ। ଶ୍ରମିକ ମାନଙ୍କୁ ଲଗାଇ ପଡୋଶୀ ପଶ୍ଚିମବଙ୍ଗ ପାର କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ସ୍ଥାନୀୟ କିଛି ଯୁବକ ଗୋରୁ ଗୋଠକୁ ଅଟକ ରଖି ଝାର ପୋଖରିଆ ପୁଲିସକୁ ଖବର ଦେଇଥିଲେ। ପୁଲିସ ତୁରନ୍ତ ଏବେ 11 ଜଣ ଶ୍ରମିକଙ୍କୁ କୋର୍ଟ ଚାଲାଣ କରିଛି ଆଉ ସମସ୍ତ ଗୋରୁ ଚାଲାଣକୁ ଅଟକାଇଛି। ସମସ୍ତଙ୍କୁ ଏବେ କୁହାଯାଉଛି ଗୋଶାଳାକୁ ମଧ୍ୟ ପଠାଯାଇଛି ଗୋରୁ ମାନଙ୍କୁ। ପରବର୍ତ୍ତୀ ଖବର, ତେବେ କୁହାଯାଉଛି ବଢି ଚାଲିଛି ଚୋରା ଚାଲାଣ ବାଲି କାରବାର। କୋଟି କୋଟି ଟଙ୍କାର ଚୋରା ବାଲିରେ ଖେଳୁଛନ୍ତି ମାଫିଆ, ରାଜନେତା, ଅସାଧୁ ଅଫିସର। ଜିଲ୍ଲାରେ ବାର୍ଷିକ 1000 କୋଟି ପାଖାପାଖି 100ରୁ 1000 କୋଟି ଟଙ୍କାର ଚାଲାଣ ହେଉଛି ବୋଲି କୁହାଯାଉଛି। ମହାନଦୀରେ ମଧ୍ୟ କିରିପାଳ ଏବଂ ଜୟପୁର ଘାଟରେ ମଧ୍ୟ ଚୋରା ବାଲି କାରବାର ହେଉଛି। ତେବେ ଏହି ମାମଲାରେ ଜିଲ୍ଲା ଖଣି ଅଧିକାରୀ ନିଲମ୍ବିତ ମଧ୍ୟ କରାଯାଇଛି। କିନ୍ତୁ ମାଲି ମାଫିଆ କଳାଧନର ଏଯାଏଁ ଖୋଲୁନାହିଁ ଗୁମର। କେବଳ 2ଟି ବାଲିଘାଟ ନୁହେଁ, ଜଗତସିଂହପୁର ଜିଲ୍ଲାର ଅଧିକାଂଶ ବାଲିଘାଟ ସମାନ ଅବସ୍ଥା। ଜିଲ୍ଲାରେ ପ୍ରାୟ 27ଟି ବାଲିଘାଟ ଥିବାବେଳେ 14ଟି ଅଧିକ ଘାଟର ନିଲାମ ହୋଇଛି।
ଘାଟକୁ ଯେମିତି ଅନୁମତି ମିଳୁଛି ତାଠାରୁ ଅଧିକ ପରିମାଣ ବାଲି ଉତ୍ତୋଳନ ଚାଲିଛି। ରାତି ତମାମ ଜଗତସିଂହପୁର ସହରରେ ମଧ୍ୟ ଶହ ଶହ ବାଲି ବୋଝେଇ ଗାଡି ଧାଉଁଛି। ଜଗତସିଂହପୁର ନୂଆଗାଁ, ବିରେଡି, ରଘୁନାଥପୁର, ତିର୍ତ୍ତୋଲ, କୁଞ୍ଜଗାଁ, ବାଲିକୁଦା ଅଞ୍ଚଳରେ ଚୋରା ଚାଲାଣ ହେଉଛି। ଗଞ୍ଜାମ ବାଲି ମାଫିଆକୁ ଏବେ ଘରେ ଇଡି ମଧ୍ୟ ପହଞ୍ଚିଛି। ତେବେ ଏ ନେଇକି ସରକାର ତୁରନ୍ତ ତାଙ୍କ ଉପରେ ଆକ୍ସନ ମଧ୍ୟ ନେବେ। ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର ଖବର। ଯଦି ଖବରଟି ଭଲ ଲାଗିଥାଏ ନିଶ୍ଚୟ ଲାଇକ୍ କରିବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।